ମାୟା ମମତାକୁ କହିବେ, ମୁଁ ସବୁଦିନ ଦ୍ୱିପହରେ ଲଞ୍ଚ ବକ୍ସ ନେଇ ବିନୋଦଙ୍କ ପାଖକୁ ଯିବି ଆଉ ସେଠି ସବୁ କାମ କରିବି, କିନ୍ତୁ ସନ୍ଧ୍ୟାରେ ଗୌରବକୁ ନେଇକି ମୁଁ ଏଠିକି ଚାଲି ଆସିବି। ତାପରେ ପଲ୍ଲବୀ କହିବେ, ସାନମା, ଆପଣଙ୍କୁ, ଦାଦାଙ୍କୁ, ଭାଇଙ୍କୁ ସମସ୍ତଙ୍କୁ ସବୁଦିନ ପାଇଁ ସେ ଘରେ ଯାଇ ରହିବାକୁ ପଡ଼ିବ। ଏକଥା ନିଜେ ଦାଦିମା ଅର୍ଡର ଦେଇଛନ୍ତି। ଆଉ ତାପରେ ବି ଯଦି ଆପଣ ସେଠିକି ନ ଯିବେ ତାହେଲେ ସେ ନିଜେ ଏଠିକି ଆସିବେ ବୋଲି ଅର୍ଡର ଦେଇଛନ୍ତି। ତାପରେ ବିନୋଦ କହିବେ, କ'ଣ ହେଲା? ପିଇସୀ ମା ଏକଥା ନିଜେ କହିଛନ୍ତି? ଆରେ ବାପରେ। ଏମିତି କହି ବିନୋଦ ମମତାକୁ କହିବେ, ମମତା, ପିଉସୀ ମା ଯଦି ଏଠିକି ଆସିବେ ତାହେଲେ ଏଠି ପ୍ରଳୟ ଆରମ୍ଭ ହେଇଯିବ। ଆମ 7 ପୁରୁଷ ଉଦ୍ଧାର କରିଦେବେ ସେ। ଏମିତି ବି ସ୍ୱର୍ଗରେ ଆମ ପୂର୍ବପୁରୁଷମାନେ ତାଙ୍କ କୋପ ଦେଖିକି ଥରହର ହେବାକୁ ଲାଗିବେ। ଏମିତି କହି ବିନୋଦ ମାୟାକୁ କହିବେ, ଭାଉଜ, ମୁଁ ତମ ସାଙ୍ଗରେ ଯିବାକୁ ରେଡି। ମୁଁ ତାଙ୍କ କୋପ ଦେଖି ସହିପାରିବିନି। ଏମିତି କହି ବିନୋଦ ପୁଣି ମମତାକୁ କହିବେ, ମମତା, ତମେ ପ୍ଲିଜ ରାଜି ହେଇଯାଅ। ତମେ ଯଦି ସେଠିକି ନ ଯିବ ତାହେଲେ ପିଉସୀ ମା ଏଠିକି ଆସି ତମକୁ ଘୋଷାଡ଼ି ଘୋଷାଡ଼ି ସେଠିକି ନେଇଯିବେ। ଏବେ ଭାଉଜ ଆସିଛନ୍ତି, ପ୍ଲିଜ ମମତା, ତମେ ତାଙ୍କ କଥାରେ ରାଜି ହେଇଯାଅ। ତାପରେ ମାୟା କହିବେ, ମମତା, ତମେ କିଛି କହିଲନି ଯେ? ତାପରେ ମମତା କହିବେ, ମୁଁ ତୁମକୁ ବହୁତ ସମ୍ମାନ ଦିଏ ଦିଦି। ଠିକ୍ ଅଛି, ମୁଁ ତୁମ କଥା ରଖିବି। ଆମେ ସମସ୍ତେ ସେଠିକି ଯିବୁ ଆଉ ସେ ଘରେ ରହିବୁ। କିନ୍ତୁ ହଁ ଦିଦି, ପୂଜା ପରେ ମାନେ ପିଉସୀ ମା ସେଠୁ ଚାଲି ଯାଇ ସାରିଲା ପରେ ଆମେ ପୁଣି ଏଠିକି ଫେରି ଆସିବୁ। ଆମେ ଆଉ ସେଠି ରହିବୁନି। ତାପରେ ମାୟା କହିବେ, ଠିକ୍ ଅଛି, ଯେମିତି ତମ ଇଚ୍ଛା। ଏମିତି କହି ମାୟା ଆଦର୍ଶକୁ କହିବେ, ଆଦର୍ଶ, ମୁଁ ଗାଡ଼ିରେ ଅଛି, ଆସ। ଏମିତି କହି ମାୟା ଚାଲିଯିବେ। ତାପରେ ଆଦର୍ଶ ପଲ୍ଲବୀକୁ କହିବେ, ଖୁଡ଼ି ତ ଏକଥା କହିଲେଣି, ଏବେ ଆମେ କ'ଣ କରିବା ପଲ୍ଲବୀ? ତାପରେ ପଲ୍ଲବୀ କହିବେ, ନାହିଁ ମାମୁଠୁ କଣା ମାମୁଁ ଭଲ, ଏ କଥା ତମେ ଶୁଣିଥିବ। ସେଇଠି ଯାଇ ରହିବାକୁ ବିଲକୁଲ ରାଜି ନ ହେଉଥିବା ସାନମା ଦାଦିମା ରହିବା ପର୍ଯ୍ୟନ୍ତ ରହିବା ପାଇଁ ସେ ରାଜି ହେଇଗଲେ। ଥରେ ଖାଲି ସାନମା ସେ ଘରକୁ ଚାଲି ଆସନ୍ତୁ, ତାପରେ ଆମେ ସମସ୍ତେ ମିଶି ତାଙ୍କୁ ଅଟକେଇ ଦବା। ସିଏ ଆଉ ସେଠୁ କୁଆଡ଼େ ବି ଯାଇପାରିବେନି। ଏମିତି କହି ପଲ୍ଲବୀ ମମତାକୁ କହିବେ, ଚାଲନ୍ତୁ ସାନମା, ଦାଦା ଭାଇ, ମାମା ବାହାରେ ୱେଟ୍ କରିଛନ୍ତି। ଆପଣମାନେ ସମସ୍ତେ ଲଗେଜ ପ୍ୟାକ୍ କରି ଆସନ୍ତୁ, ଆମେ ଯିବା। ସାନମା ଆସନ୍ତୁ। ଏମିତି କହି ପଲ୍ଲବୀ ମମତାକୁ ଧରି ଚାଲିଯିବେ। ତାପରେ ରିମଝିମ୍ କିଚେନରେ ରୋଷେଇ କରୁଥିବେ। ତାପରେ ରୁବି ଆସି କହିବେ, ଶୁଣ ରିମଝିମ୍, ଆଜି ମୋ ମୁଣ୍ଡଟା ଗରମ ହେଇକି ଅଛି। ତୁ ଗୋଟେ କାମ କର, ଯାହା କରୁଛୁ ତାକୁ ଛାଡ଼, ମୋ ପାଇଁ ଗୋଟେ କଡ଼ା ଚା ତିଆରି କର। ତାପରେ ଦାଦିମା ଆସି କହିବେ, ଆରେ ଏ ସୁକୁଟି, ତମେ ମା ଝିଅ ଦିଟା କ'ଣ କରୁଛ ବା? ଆରେ ହେ ଖାଇବା ଚୋରଣୀ, ତୁ ଏଇଠି ଅଛୁ? ହଁ, ଏଇଠି ନ ରହି କ'ଣ ଛାତ ଉପରେ ରହିଥାନ୍ତୁ? ଏ ଶୁଣ ବା, ତୁ ଆଉ ତୋ ଝିଅ ଏ 2 ଜଣ ମିଶିକି ଆଜି ମୋ ପାଇଁ ଦ୍ୱିପହର ଖାଇବା ତିଆରି କରିବ। ସବୁ ପରିବା ପତ୍ର ମିଶେଇକି ଗୋଟେ ରାଇ ତରକାରୀ କରିବୁ, ବୁଝିଲୁ? ଆରେ ତୁ ତାକୁ କାହିଁକି ଚାହୁଁଛୁ? ମୁଁ ତତେ କହୁଛି, ତତେ। ଶୁଣୁ, ତମେ ମା ଝିଅ 2 ଜଣ ଯାକ କରିବ, ହେଲା? ତାପରେ ନୀଲମ ଉଠିକି ଚାଲି ଯାଉଥିବେ। ତାପରେ ଦାଦିମା ନୀଲମକୁ ଦେଖି କହିବେ, ଆରେ ହେ ସୁକୁଟି, ଆ ଏପଟକୁ ଆ, ଚାଲି ଯାଉଛୁ କୁଆଡ଼େ ବା? ଆ ଏପଟକୁ। ଏମିତି କହି ଦାଦିମା ରୁବିକୁ କହିବେ, ଆଉ ଶୁଣ, ରାଇରେ ଆମ୍ବୁଲ ଦବୁ, ନହେଲେ ଭଲ ଲାଗିବନି। ଆଉ ହଁ, ପରିବାପତ୍ର ସବୁ ସିଝି ସାରିଲା ପରେ ଅଳ୍ପ ଟିକେ ମିଠା ଦେଇଦେବୁ, ବଢ଼ିଆ ଲାଗିବ ଦେଖିବୁ। ତାପରେ ରୁବି କହିବେ, ହଁ କିନ୍ତୁ ରିମଝିମ୍? ତାପରେ ଦାଦିମା କହିବେ, ରିମଝିମ୍ କ'ଣ? ଆରେ ସେ ବା ଅଲଗା କାମ କରିବ। ଏମିତି କହି ଦାଦିମା ରିମଝିମ୍କୁ ଡାକିବେ, ଏ ଛୋଟକି, ଆ ସେପଟକୁ। ତାପରେ ରିମଝିମ୍ ଆସିବେ। ପୁଣି ଦାଦିମା ରିମଝିମ୍କୁ କହିବେ, ଶୁଣୁ, ଘରେ ପୂଜା ହବାର ଅଛି, ତେଣୁ ଘର ପୁରା ସଫାସୁତୁରା ରହିବା ଦରକାର। ତ କୋଉଠି ଯେମିତି ଟିକେ ହେଲେ ବି ଧୂଳି ନ ରୁହେ। ଝାଡ଼ୁ ନେଇକିରି ପୁରା ଘରଟାକୁ ଭଲ ଭାବରେ ସଫା କରିବୁ, ବୁଝିପାରିଲୁ? କ'ଣ କହିଲି? ଜାପଲା। ତାପରେ ରିମଝିମ୍ କହିବେ, କିନ୍ତୁ ଏସବୁ ତ ନିମ୍କିର କାମ। ତାପରେ ଦାଦିମା କହିବେ, ହଁ,
ମୁଁ ଜାଣିଛି ଏଗୁଡ଼ା ନିମ୍କି କାମ। ଶୁଣୁ, ନିମ୍କି ଏବେ ପଲ୍ଲବୀ କିଚେନରେ କାମ କରୁଛି, ତେଣୁ ଏସବୁ କାମ ତୋତେ ହିଁ କରିବାକୁ ପଡ଼ିବ, ବୁଝିଲୁ? ଯା, ଜଲ୍ଦି ଯାଇକରି କାମ କର, ପଲା। ତାପରେ ରିମଝିମ୍ ସେଠୁ ଚାଲିଯିବେ। ତାପରେ ଦାଦିମା ରୁବିକୁ କହିବେ, ଆରେ ତମେ ଦିଟା ଏମିତି ଠିଆ ହେଇ କ'ଣ ପାଇଁ ଅଛ? ଆରେ ଯାଉନ, ଯାଇକି ରୋଷେଇ କରିବ। ଆରେ ମୋତେ କ'ଣ ଦ୍ୱିପହରେ ଉପାସ ରଖିବ? ଯାଅ ଯାଅ, ଜଲ୍ଦି ଯାଅ। ଆରେ ଶୁଣୁ ଖାଇବା ଚୋରଣୀ, ଆରମ୍ଭରୁ ଆମ୍ବୁଲ ଦବୁନି, ତାହେଲେ ପରିବା ପତ୍ର ସବୁ ସିଝି ପାରିବନି, ସବୁ ପଥର ହେଇଯିବ ତୋରି ଭଳିଆ। ସବୁ ପରିବା ପତ୍ର ସିଝି ସାରିଲା ପରେ ଯାଇକି ଆମ୍ବୁଲ ଦେବୁ, ଆଉ ଶେଷରେ ଅଳ୍ପ ଟିକେ ଚିନି ପକେଇ ଦବୁ, ବଢ଼ିଆ ଟେଷ୍ଟ ଲାଗିବ। ମନେ ରହିଲା? ଏତେ ବର୍ଷ ହେଇଗଲାଣି, ରୋଷେଇବାସ କିଛି ଜଣା ନାହିଁ। ତାପରେ ରୁବି କହିବେ, ଦେଖନ୍ତୁ, ଆପଣ ମୋତେ ସେମିତି କହିପାରିବେନି। ମୁଁ ଜଣେ ଭଲ ସେଫ୍। ଆପଣଙ୍କର ଏ ଗାଉଁଲି ଘଟିଆ ଖାନା ମୁଁ ଶିଖିନି। ତାପରେ ଦାଦିମା କହିବେ, କ'ଣ ହେଲା? ତାପରେ ରୁବି କହିବେ, ମୋତେ ଇଣ୍ଟରକଣ୍ଟିନେଣ୍ଟାଲ ରେସିପି ଆସେ। ମୋ ନିଜର ଗୋଟିଏ ରେଷ୍ଟୁରାଣ୍ଟ ଅଛି, ଆଉ ସେ ରେଷ୍ଟୁରାଣ୍ଟର ମାଲିକାଣୀ ହେଉଛି ମୁଁ। ଆପଣ ମୋତେ କ'ଣ ରୋଷେଇ ଶିଖେଇବେ? ତାପରେ ଦାଦିମା କହିବେ, ଆଚ୍ଛା, ଖାଇବା ଚୋରଣୀ ପୁଣି ହୋଟେଲର ମାଲିକାଣୀ, ୱାଃ, ବଢ଼ିଆ। ତୁ ଯେ ସବୁ ରୋଷେଇ କରୁନା, କ'ଣ କଣ୍ଟି ମଣ୍ଟି ଘଣ୍ଟି, ସେସବୁ କ'ଣ ମ? ତାପରେ ରୁବି କହିବେ, କଣ୍ଟି ସାଣ୍ଟି ନୁହଁ, କଣ୍ଟିନେଣ୍ଟାଲ ଇଣ୍ଟରକଣ୍ଟିନେଣ୍ଟାଲ। ତାପରେ ଦାଦିମା କହିବେ, ହଁ ହଁ, ସେଇଆ ସେଇଆ, ମୁଁ ବୁଝିଲି। ସେସବୁ ତୁ ମୋତେ ପରେ ଖୁଆଇବୁ। ମୁଁ ଏଠି ଏବେ ବହୁତ ଦିନ ରହିବି, ଚିନ୍ତା କରନି, ପରେ ଖୁଆଇବୁ। ଏବେ ମୁଁ ତୋତେ ଯୋଉଟା ତିଆରି କରିବାକୁ କହିଲି, ତୁ ସେଇଆ କର, ହେଲା? ଯା। ହେ, ଚାଲ ଚାଲ, ଜଲ୍ଦି କାମ ଆରମ୍ଭ କର। ଏମିତି କହି ଦାଦିମା ନୀଲମକୁ କହିବେ, ଆରେ ଶୁଣ ସୁକୁଟି, ଗୋଟେ କଥା ମନେ ରଖ, ଆଜିଠୁ କେତେବେଳେ ମୋର, କେତେବେଳେ ପଲ୍ଲବୀର ତୁ ଚେଲା କାମ କରିବୁ। ଶୁଣ ସୁକୁଟି, ଯଦି ମାଠୁ କାମ ଶିଖିବାକୁ ଚାହିଁବୁ ନା, ତାହେଲେ ଜୀବନରେ କିଛି ଶିଖିପାରିବୁନି, ସେମିତି ଅଯୋଗ୍ୟ ହେଇକି ରହିଯିବୁ। ଏମିତି କହି ଦାଦିମା ସୋଫାରେ ଆସି ବସିବେ, ଆଉ ରିମଝିମ୍କୁ ଦେଖି କହିବେ, ଆରେ ଏ ଅଣ୍ଟା ହଲେଇ, ଆରେ ଦେହକୁ ଲଗେଇ ଟିକେ କାମ କରେ। ମାୟା ଯାଇଛି ମମତାକୁ ଆଣିବାକୁ, ସେମାନେ ସାଙ୍ଗେ ସାଙ୍ଗେ ଆସୁଥିବେ, ଆରେ ଜଲ୍ଦି କରୁନୁ। ତାପରେ ମାୟା ଆସି କହିବେ, ମୁଁ ଆସିଗଲିଣି ପିଉସୀ ମା, ଯାହାକୁ ଖୋଜୁଥିଲେ ତାଙ୍କୁ ସାଙ୍ଗରେ ନେଇକି ଆସିଛି। ତାପରେ ଦାଦିମା କହିବେ, ଆସିଯାଇଛ? ତାପରେ ଆଦର୍ଶ ଲଗେଜ ନେଇକି ଆସୁଥିବେ, ଆଉ କହିବେ, ଦାଦା ଭାଇ ଆସନ୍ତୁ। ତାପରେ ଗୌରବ, ବିନୋଦ ଭିତରକୁ ଆସିବେ। ତାପରେ ବିନୋଦ ଦାଦିମାଙ୍କୁ ପ୍ରଣାମ କରିବେ। ତାପରେ ଦାଦିମା କହିବେ, ଆରେ ତମେ ସମସ୍ତେ ଆସିଲ, କିନ୍ତୁ ମୋ ମମତା ବୋହୂ କାହିଁ? ତାପରେ ମମତା ଆସିବେ, ଆଉ ଦାଦିମାଙ୍କୁ ପ୍ରଣାମ କରିବେ। ତାପରେ ଦାଦିମା କହିବେ, ୟାଙ୍କୁ ହିଁ କୁହନ୍ତି ବୋହୂ। ଏମିତି କହି ଦାଦିମା ବିନୋଦକୁ କହିବେ, ବୁଝିଲୁ ବିନୋଦ, ତୁ ଆଉ ଆନନ୍ଦ ଯେତେବେଳେ ଛୋଟ ଛୋଟ ଥିଲ, ମୁଁ ସେବେଠୁ ତମ ଦୁଇ ଜଣଙ୍କୁ ଦେଖିକି ଆସୁଛି, ଆଉ ଏବେ ଦେଖ, ତମମାନଙ୍କୁ ତମ ପିଲାମାନଙ୍କର ବି ବାହାଘର ହେଇଗଲାଣି।